ଜଣେ ଦଳିତ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସମସ୍ୟା ନେଇକି ଦେଖା କରିବାକୁ ଯାଇଥିଲେ। ମୁଁ ଆପଣଙ୍କୁ ଫଟୋ ମଧ୍ୟ ଦେଖାଉଛି। ଇଏ ହେଉଛନ୍ତି ସେଇ ଦଳିତ ଯୁବକ ଜଣକ ଯେ ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ଖୁବ୍ ଭଲ ଭାବରେ ଗୁଡ ଗେଷ୍ଟରେ ଫଟୋ ଆପଣଙ୍କର ତାଙ୍କର ଅଭିଯୋଗ ଗ୍ରହଣ କରୁଛନ୍ତି, ଆପଣମାନେ ଦେଖିପାରୁଥିବେ। କିନ୍ତୁ ବର୍ତ୍ତମାନ ଯୋଉ ଆପଣଙ୍କର ବାଲେଶ୍ୱରର ଘଟଣାରେ ଯାହାକୁ ଦାୟିତ୍ୱ ଦିଆଯାଇଛି କ୍ରାଇମ ବ୍ରାଞ୍ଚରେ, ତାଙ୍କୁ ଏଇ ଦାୟିତ୍ୱରେ ମଧ୍ୟ ଦିଆ ହେଇଥିଲା। ଆଉ ସେ କେମିତି ବ୍ୟବହାର ତାପରେ ସେ ଯୁବକ ତାଙ୍କ ସହିତ କରିଛନ୍ତି, ମୁଁ ଏଇ ଭିଡିଓରେ ଆପଣଙ୍କୁ ଦେଖେଇ ଦଉଛି। ମୁଁ ଆପଣମାନଙ୍କୁ ଆମେ ପଠେଇ ମଧ୍ୟ ଦବୁ, ଆପଣ ଦେଖିବେ ସେ କେମିତି ହାତ ଉଠେଇକି ତାଙ୍କ ସହିତ ମାରପିଟ ମଧ୍ୟ କରୁଛନ୍ତି। ଆପଣ ଦେଖନ୍ତୁ, ଜଣେ ଜଣେ ମହିଳା ସମ୍ବେଦନଶୀଳ ହବା ଦରକାର। ସେ ମହିଳା ହୁଅନ୍ତୁ ପୁରୁଷ ହୁଅନ୍ତୁ, ଯିଏ ନିର୍ଯାତିତ ହେଇଛନ୍ତି, ତାଙ୍କର ପ୍ରତ୍ୟେକଟି ଜିନିଷ ସହିତ ଯୋଉଠି ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ଗ୍ରହଣ କରିଛନ୍ତି, ସେଇ ଜାଗାରେ ଆପଣ କୋଉ ଭଳିଆ ଭିଡିଓ ସରି ଆପଣଙ୍କର ମାରପିଟ କରୁଛନ୍ତି ଆପଣ ଦେଖିବେ। ଶୂନ୍ୟ ସହନଶୀଳ ଆମେ ଆପଣଙ୍କୁ ଏଇଟା ପଠେଇ ଦେବୁ। ଇଏ ଗୋଟେ ଛୋଟ ଜିନିଷ କେବଳ ମୁଁ ଆପଣଙ୍କୁ ଦେଖେଇଲି। ଏମିତି ତାଙ୍କର 5ଟା ଭିଡିଓ ଆମ ପାଖରେ ଅଛି। ସବୁ ଜିନିଷ ତ ଏଇଠି ଦେଖେଇ ହବ ନାହିଁ। ଆମେ ଆପଣମାନେ ଯଦି ଚାହିଁବେ ଆମେ ଆପଣମାନଙ୍କୁ ଦେଇଦେବୁ ସେ ସବୁ ଜିନିଷ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପ୍ରଶାସନିକ ବିଫଳତା ଯୋଗୁଁ ହିଁ ତ ଏଇ ସବୁ ଜିନିଷ ହଉଛି। ଯଦି ସରକାର ପ୍ରତ୍ୟେକଟି ଘଟଣାରେ ସମ୍ବେଦନଶୀଳ ହେଇଥାନ୍ତେ, ଏଇଭଳିଆ ହାଲକା ଭାବରେ ଘଟଣାକୁ ନଉ ନଥାନ୍ତେ। ଯେତେବେଳେ ବିଧାନସଭାରେ ଆମର ଗୃହ କମିଟି କଥା ଆମେ ଉଠେଇଥିଲୁ, ସେତେବେଳେ କଣ କୁହା ହେଇଥିଲା ଯେ ସେଇଟା କଣ ଗୋଟେ ପ୍ରସଙ୍ଗ, ଯେ ତା ପାଇଁ ଗୋଟେ ଆମେ ଗୃହ କମିଟି ତିଆରି କରିଦବା। ଯଦି ସେତେବେଳେ ତାକୁ ପ୍ରସଙ୍ଗ ବୋଲି ଭାବିଥାନ୍ତେ, ଆଜି ଏଇଭଳିଆ ସବୁ ପ୍ରସଙ୍ଗ ହେଇନଥାନ୍ତା। ଏଇଭଳିଆ ଗୋଟେ ପରେ ଗୋଟେ ନିର୍ଯାତନାର କାହାଣୀ ଆପଣଙ୍କ ସାମ୍ନାକୁ ଆସୁନଥାନ୍ତା। ଆମେ ମାନୁଛୁ ସରକାର ତାପରେ କାର୍ଯ୍ୟାନୁଷ୍ଠାନ ନଉଛନ୍ତି, ଯୋଉଟା ସଫେଇ ସରକାର ଦଉଛନ୍ତି, ଆମେ ତୁରନ୍ତ ଆରେଷ୍ଟ କଲୁ ବା କାର୍ଯ୍ୟାନୁଷ୍ଠାନ। ଆଜ୍ଞା, ପ୍ରିଭେନ୍ସନ ଇଜ ବେଟର ଦେନ କିୟର, ସମସ୍ତେ ଜାଣିଛନ୍ତି। ଆପଣ ଯଦି ଟିକେ ଦାୟିତ୍ୱବାନ ହେଇଥାନ୍ତେ, ଏସବୁ ଘଟଣା ଏତେ ଫ୍ରିକ୍ୱେଣ୍ଟଲି ଘଟିବା ପାଇଁ ଅପରାଧୀ ମାନେ ସାହସ କରୁନଥାନ୍ତେ। ବଳକା ଘଟଣାରେ ଆପଣ ଦେଖନ୍ତୁ, ଏପର୍ଯ୍ୟନ୍ତ ଅପରାଧୀ ମାନେ ଧରା ପଡିଲେ ନାହିଁ। କୁଆଡେ ଗଲେ? ଆକାଶରେ ହଜିଗଲେ ନା ପାତାଳରେ ଗଳିଗଲେ? ସେ କଥା ବି ତ ଭାବିବା ଦରକାର। ଏତେ ବଡ ଇସ୍ୟୁ ନଥିଲା, ସେମାନେ କୁଆଡେ ଚାଲିଯିବେ? ଫରେନ୍ ତ ଚାଲି ଯାଇନାହାନ୍ତି ସେମାନେ। ତାହେଲେ ପୋଲିସର ବିଫଳତା, ପ୍ରଶାସନର ବିଫଳତା, ଗୃହ ବିଭାଗର ବିଫଳତା, ଆଉ ତାର ମୁଖ୍ୟ ହଉଛନ୍ତି ମୁଖ୍ୟମନ୍ତ୍ରୀ, ତାଙ୍କର ବିଫଳତା। ଆଜି ବାଲେଶ୍ୱର କେସରେ ସରକାର ସହି ଚାଲିଛନ୍ତି। ଏବିଭିପି ଘଣ୍ଟ ଘୋଡା ହେଇଛି, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦିଆ ହଉଛି। ଆଉ ଯୋଉ ଜାଗାରେ ତାଙ୍କର ବିକ୍ଷୋଭ ପ୍ରଦର୍ଶନ କରିବା କଥା, ସେ ଜାଗାରେ ବିକ୍ଷୋଭ ପ୍ରଦର୍ଶନ କରିନାହାନ୍ତି। କିନ୍ତୁ କାଲି ଆପଣ ଦେଖନ୍ତୁ, ନିର୍ଲଜ ଭଳିଆ ଏବିଭିପି କେମିତି ଆସିକି ମାର୍ଚ୍ଚ କରୁଥିଲା। କୁଆଡେ ଥିଲେ ତମର ଏଇ ଛାତ୍ର ସମାଜ ଯୋଉମାନେ ଏବେ ବାହାରିଛନ୍ତି? କାହିଁକି ସେମାନେ ସେଇ ସମୟରେ କାହିଁକି ବାହାରି ନଥିଲେ? ଗୋପାଳପୁର ସମୟରେ କାହିଁକି, କେଉଁଝର ସମୟରେ ବାହାରି ନଥିଲେ? କାହିଁକି ବାଲେଶ୍ୱର ଘଟଣାରେ ବାହାରି ନଥିଲେ? କାହିଁକି ବଳଙ୍ଗା ଘଟଣାରେ ବାହାରି ନଥିଲେ? ଏମ୍ସ ରେ ମଧ୍ୟ ଆପଣ ଦେଖିଥିବେ, ଶାନ୍ତିପୂର୍ଣ୍ଣ ଯେତେବେଳେ ଆନ୍ଦୋଳନ ଚାଲିଥିଲା, ବିଭିନ୍ନ ଛାତ୍ର ସଂଗଠନ ଦଉଥିଲେ। ରାତି 10ଟା ବେଳକୁ କେମିତି ବିଜେପିର କିଛି ଜଣ ବସି ଆସିକି ଗୋଟେ ଏଜୁକେସନ କ୍ରିଏଟ କଲେ। ମାନେ ଏଇ ସରକାର ହଉଛନ୍ତି ଅପରାଧୀକୁ ପ୍ରଶ୍ରୟ ଦଉଥିବା ସରକାର, ଅପରାଧକୁ ଘଣ୍ଟ ଘୋଡାଉଥିବା ସରକାର, ଆଉ ନିଜେ ଡାହାଣୀ ଏଇ ଗୁଣିଆ ସାଜୁଥିବା ସରକାର। देश विदेश कोण अनुकोणर टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु। लाइक, शेयर और सब्सक्राइब करने को आद्य भूलंतु।